ଜୟ ଜଗନ୍ନାଥ। ଯେଉଁମାନଙ୍କର ସୁଭଦ୍ରା ଯୋଜନା ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ଆଉ ତାଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିନି, ସୁଭଦ୍ରା ଯୋଜନାର ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ କି ନାହିଁ ସମ୍ପୂର୍ଣ୍ଣ ଭାବେ ଜାଣନ୍ତୁ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସିଧା କହିଦେଲେ ଯେ ଏହି ମହିଳାଙ୍କୁ ଏମାନଙ୍କ ଆକାଉଣ୍ଟକୁ ଆସିବନି ଜମା ଟଙ୍କା। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଆସନ୍ତା ରବିବାର ସୁଦ୍ଧା ଆଉ 20 ଲକ୍ଷ ମହିଳା ହିତଗ୍ରାହୀଙ୍କୁ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ତେବେ ସବୁଠୁ ବଡ଼ କଥା ହେଉଛି ଏଭଳି ଆକାଉଣ୍ଟକୁ ଆଦୌ ଆସିବନି ସୁଭଦ୍ରା ଯୋଜନାର ଟଙ୍କା। ତାହା ହେଉଛି ଗୋଟିଏ ମୋବାଇଲ ନମ୍ବରରୁ ଅଧିକା ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବାରୁ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଅନେକ ମହିଳା ଏହି ଯୋଜନା ସାମିଲ ହୋଇପାରୁନାହାନ୍ତି। ଯଦି ଏହି ସମସ୍ୟା ଆପଣଙ୍କର ବି ଥାଏ, ତେବେ ଆପଣ ବି ଆଦୌ ଟଙ୍କା ପାଇପାରିବେ ନାହିଁ। ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟିଏ ମୋବାଇଲ ନମ୍ବର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦେବା ଲାଗି ଅପିଲ କରିଥିଲେ, ଯାହାଦ୍ୱାରା ଏମାନେ ଟଙ୍କା ପାଇବାର ବଞ୍ଚିତ ହେବେ ନାହିଁ। ଏକରୁ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିବାରୁ ସୁଭଦ୍ରା ଯୋଜନା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବନି, ସେମାନେ ସୁଭଦ୍ରା ଯୋଜନାରୁ ଟଙ୍କାରୁ ବଞ୍ଚିତ ହେବେ। ଅନେକ ମହିଳା ପ୍ରଥମ କିସ୍ତିର 5,000 ଟଙ୍କା ପାଇବାରେ ଏବେ ବଞ୍ଚିତ ରହିଛନ୍ତି। ଏହାପରେ ମଧ୍ୟ ଅନେକ ମହିଳା ଏହି ତାଲିକାରୁ ବାଦ ପଡ଼ିପାରନ୍ତି। ତାପରେ ସେମାନଙ୍କର ନାମ ରିଜେକ୍ଟ ଲିଷ୍ଟରେ ହେଇପାରେ। ତେବେ ଏହି ତାଲିକାରେ ନିଜ ନାମ ଅଛି କି ନାହିଁ ତାହା ଜାଣିବାକୁ ଅନେକ ମହିଳା ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି। ତେଣୁ ଖୁବ୍ ଶୀଘ୍ର ପ୍ରତ୍ୟେକ ପଞ୍ଚାୟତକୁ ମହିଳା ହିତଗ୍ରାହୀମାନଙ୍କର ରିଜେକ୍ଟ ଲିଷ୍ଟ ପଠାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ଥାନୀୟ ପଞ୍ଚାୟତ ଅଫିସରୁ ଏହି ତାଲିକା ପାଇପାରିବେ। ସୁଭଦ୍ରା ଯୋଜନାର ଅଯୋଗ୍ୟ 2,67,000 ହିତଗ୍ରାହୀଙ୍କ ମଧ୍ୟରୁ 25% ସମାଧାନ ହୋଇସାରିଲାଣି। ଏବେ ସୁଦ୍ଧା 1,16,000 ମହିଳା ସୁଭଦ୍ରା ପାଇଁ ଆବେଦନ କରିସାରିଛନ୍ତି। ବାକି ମହିଳା ଡିସେମ୍ବର 4 ପର୍ଯ୍ୟାୟରେ ମିଳିବ ପ୍ରଥମ କିସ୍ତି। 2024 ସୁଦ୍ଧା 1,00,000 ମହିଳାଙ୍କୁ ଏହି ଯୋଜନା ସାମିଲ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯେଉଁମାନେ ଅଣ୍ଡର ପ୍ରୋସେସିଂ ପେଣ୍ଡିଂରେ ରହିଛନ୍ତି, ତାଙ୍କର ପ୍ରଥମ କିସ୍ତି ଟଙ୍କା ପାଇନାହାନ୍ତି, ସେମାନେ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଯୋଜନା ଟଙ୍କା ତାଙ୍କୁ ମିଳିବ। ପ୍ରଭାତୀ ପରିଡ଼ା ଏକଥା ବି କହିଛନ୍ତି ଯେ ଗୋଟିଏ ମୋବାଇଲ ନମ୍ବର ସାଙ୍ଗରେ ଗୋଟିଏ ଆକାଉଣ୍ଟ ଲିଙ୍କ ହେବା ନିହାତି ଆବଶ୍ୟକ। ତାଙ୍କର ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ NPCI ଲିଙ୍କ ନିହାତି ଆବଶ୍ୟକ ହେବା ଦରକାର। ବ୍ୟାଙ୍କ ଆକାଉଣ୍ଟ ସାଙ୍ଗରେ ତାଙ୍କର NPCI ଲିଙ୍କ ଯଦି ନଥାଏ, ତାହେଲେ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ରହିବେ। ତାଙ୍କୁ ସୁଭଦ୍ରା ଯୋଜନା ଟଙ୍କା ତାଙ୍କ ଆକାଉଣ୍ଟକୁ ଆସିବ ନାହିଁ। ସୁଭଦ୍ରା ଯୋଜନା ନେଇ ଆସିଲା ବଡ଼ ଅପଡେଟ୍। ସୁଭଦ୍ରା ଯୋଜନା ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର। ଯେଉଁ ଝିଅମାନଙ୍କୁ 21 ବର୍ଷ ପୂରିଥିବ, ସେମାନଙ୍କୁ ସୁଭଦ୍ରା ଯୋଜନା ଆବେଦନ କରିପାରିବେ। ଏହା ବ୍ୟତୀତ ଯେଉଁମାନଙ୍କ ଚଳିତ ମାସ 21 ବର୍ଷ ପୂରିଥିବ, ସେମାନେ ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏହା ସହ ସୁଭଦ୍ରା ଟଙ୍କା ମଧ୍ୟ ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଉ 15 ଦିନ ଭିତରେ ସରିବ ସୁଭଦ୍ରା ରିଜେକ୍ଟ ଯାଞ୍ଚ। ଏ ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରନ୍ତୁ।